ଆଜି ଓଡ଼ିଆ ପକ୍ଷ ପାଳନର ହଉଛି ଆସ ବହିଟିଏ କିଣିବା ଦିବସ 9 ତାରିଖ ଏପ୍ରିଲ। ତ ବଡ଼ ଲୋକ କହିକି ଯାଇଥିଲେ ଯେ ମାତୃଭୂମି ମାତୃଭାଷାର ମମତା ଯାଉ ହୃଦେ ଜନମି ନାହିଁ। ତ ଆମକୁ ମା ଯାହା ଭାଷା ଶିଖେଇଛନ୍ତି ସେ ଭାଷା ହଉଛି ଆମର ସ୍ନେହର ଓଡ଼ିଆ ଭାଷା, ଆମ ଓଡ଼ିଶା ମାଟିର ଭାଷା। ତେଣୁ ଆମେ ବ୍ୟବହାରରେ ଏବଂ ଚାଲିଚଳନରେ ଏବଂ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କଲା ବେଳେ ତା ସହିତ ଅନ୍ୟ କିଛି ଭାଷାକୁ ମଧ୍ୟ ମିଶେଇକି ବ୍ୟବହାର କରିଥାଉ। ବହିଟେ କିଣିକି ନେଲେ ଆମକୁ ଲାଗେ ଯେ ହଉ ବହିଟେ ତ ଆଣିଲେ ସେଥିରେ କଣ ଅଛି ଟିକେ ପଢିକି ଦେଖିବା। ତେଣୁ କୌଣସି ଭାଷାକୁ ଜାଣିବା ପାଇଁ ଯେପରି ଭାବେ ତାର ବ୍ୟାକରଣକୁ ଜାଣିବା ନିହାତି ଦରକାର। ସେଇଥିପାଇଁ ମୁଁ ଓଡ଼ିଆ ବ୍ୟାକରଣର ଯୋଡ଼ିଏ ବହି ଆଣିଲି, ଆଣିକି ବିଦ୍ୟାଳୟକୁ ଦିଆହେଇଛି କୁନି ପିଲାମାନଙ୍କୁ। ସେମାନେ ମଧ୍ୟ ଓଡ଼ିଆ ଭାଷା ବିଷୟରେ ଜାଣନ୍ତୁ, ତାର ବ୍ୟାକରଣ, ସନ୍ଧି, ଉପସର୍ଗ, ଅଳଙ୍କାର ସେ ବିଷୟରେ ମଧ୍ୟ ଜାଣନ୍ତୁ। ଆଉ ଏଇଟା ସମସ୍ତେ ବି ଜାଣିବା ଦରକାର। ଆମେ ଅଷ୍ଟମ ନବମ କିମ୍ବା ଦଶମ ପରେ ଓଡ଼ିଆ ବ୍ୟାକରଣ ଉପରେ ସେତେ କିଛି ଆମେ ପଢୁନାହିଁ। ଖାଲି ବ୍ୟାକରଣ ବୋଲି ମୁଁ କହିବିନି, ଯେକୌଣସି ଗପ ହଉ କି ଗୀତ କବିତା ହଉ କି ଆମର ଗ୍ରନ୍ଥାବଳୀ ହଉ ଯାହା ବି ହଉ, ସମସ୍ତେ ଗୋଟିଏ ଗୋଟେ ବହି କିଣିକି ନେବା, ଗୋଟେ ଲେଖିବା ଯେ ଆମେ ଯୋଉ 2025ରେ ଓଡ଼ିଆ ପକ୍ଷ ପାଳନ କରାଗଲା ଓଡ଼ିଶା ସରକାରଙ୍କର ଆଦେଶ କ୍ରମେ, ଯେ ଆମେ ସେଇ ଦିନରେ ଏଇ ଯୋଉ ପବିତ୍ର ପକ୍ଷ ପାଳନ ଚାଲିଛି ସେଇ ଦିନ ଏ ବହିଟିକି ଆଣିଥିଲୁ। ଆଗାମୀ ପିଢି ମାନେ ମଧ୍ୟ ଦେଖିବେ ଯେ ହଁ ଓଡ଼ିଆ ପକ୍ଷ ପାଳନରେ ଓଡ଼ିଆ ଭାଷାକୁ ବୃଦ୍ଧିମନ୍ତ କରିବା ପାଇଁ, ଓଡ଼ିଆ ଭାଷାକୁ ଆହୁରି ଉନ୍ନତି କରିବା ପାଇଁ, ସମସ୍ତଙ୍କ ମନରେ ଓଡ଼ିଶା ଏବଂ ଓଡ଼ିଆ ପ୍ରତି ଏକ ଆଦର ଏବଂ ମନ ଭିତରେ ସମ୍ମାନ ଆଣିବା ପାଇଁ, ଗର୍ବ ଆଣିବା ପାଇଁ ଯୋଉ ଚେଷ୍ଟା କରାଯାଇଛି ସମସ୍ତେ ଜାଣିବା ଦରକାର। ଆଉ ସମସ୍ତେ ଏଥିରେ ସାମିଲ ହେଇଛନ୍ତି। ବହୁତ ସଂଖ୍ୟାରେ ପିଲାମାନେ ଆସିଛନ୍ତି, ସ୍କୁଲ ପିଲାମାନେ ବହି ବି ନେଇଛନ୍ତି। ତେଣୁ ମୁଁ ଆଶା କରୁଛି ଯେ ଆହୁରି ଆଣିବା ଦରକାର। ସେମାନେ ଆସନ୍ତୁ, ବହି ନେଇକି ଯାଆନ୍ତୁ, ପଢନ୍ତୁ, ଆଉ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ ଅନୁଭବ କରନ୍ତୁ।